अध्याय श्रीमद्भगवद्गीता 64, 65, 66, 67 श्लोकः रागद्वेषविभक्तो विषयानन्द्रिण्यः आत्मवैश्विध्यात्मा प्रसादात्मगच्छति प्रसादे सर्वदुःखानां हानिरहस्य प्रयाजते प्रसन्नचेतमः स्वस्य वृद्धि व्रजस्थिते ଯେଉଁମାନେ ରାଗ ହିଂସା ମୋହ ଶୂନ୍ୟ ହୋଇ ବିଷୟ ଭୋଗ କରନ୍ତି ସେମାନେ ଶାନ୍ତି ପ୍ରସନ୍ନତା ଲାଭ କରନ୍ତି। ଚିତ୍ତର ପ୍ରସନ୍ନ ହେତୁ ତାର ସମସ୍ତ ଦୁଃଖ ବିନାଶ ହୁଏ, ତେଣୁ ସେ ପ୍ରଶାନ୍ତ ଓ ନିଶ୍ଚଳ ବୃଦ୍ଧି ହୁଏ। ଇନ୍ଦ୍ରିୟ ବଶ କରି ଯେବେ ଚଞ୍ଚଳ ମାନସ ତା ଭାବେ ଇନ୍ଦ୍ରିୟ ବଶେ ଫଳ କିସ, ଯେବେ ବା ଚଞ୍ଚଳ ମାନସ ଇନ୍ଦ୍ରିୟ ମନ ବଶ ଥାଇ ରାଗ ଦୋଷାଦି ଶୂନ୍ୟ ହୋଇ ବିଷୟ ରସେ ମଜେ, ଯେବେ ଶାନ୍ତିକୁ ଲଭେ ସେହି ତେବେ শান্তি আসই চিত্তে যেবে কিঞ্চিত দুঃখ নাশ তেবে প্রসন্ন চিত্তে সে হই বৃদ্ধি তা স্থির যা হরাই নাস্তি বুদ্ধির যুক্তস্য ন যুক্তস্য ভাবনাঃ ন চাভাবয়তি শান্তির অশান্তস্য কৃত সুখ ইন্দ্রিয়াণাং হি চরতাং জন্মন নিবিধ্যতে তস্য হতি প্রজ্ঞা বাୟୁର୍ନାବନି ବାସମ୍ଭସି। ଯେଉଁମାନେ ସତର୍କର୍ମ କରନ୍ତି ସେମାନେ ସର୍ବଦା ନିଶ୍ଚିନ୍ତ ନିର୍ମଳ ରହନ୍ତି। ବିଶୁଦ୍ଧ କର୍ମ କଲେ ସେହି କର୍ମଫଳ ଦ୍ୱାରା ମୁକ୍ତି ଲାଭ ହୁଏ। ଇନ୍ଦ୍ରିୟ ଯାର ବସେ ନାହିଁ ପବିତ୍ର ବୁଦ୍ଧି ତାର କାହିଁ, ବୁଦ୍ଧି ନଗ ଥିଲେ ନାହିଁ ଧନ, ଧନ ବିହାନେ ଶାନ୍ତିହୀନ। ଶାନ୍ତି ନଥାଏ ଯାହାଙ୍କର ସୁଖ ମିଳିବ କି ପ୍ରକାର, ଯାହାର ସ୍ୱେଚ୍ଛାଚାରୀ ମନ ଇନ୍ଦ୍ରିୟମାନଙ୍କ ଅଧୀନ। ପ୍ରଳୟ ବାୟୁ ନାବେ ଧରା ଜଳେ ନ ରଖଇ ସ୍ଥିର ତା ମନ, ତାର ବୁଦ୍ଧି ହିରଣକୁ ମାର୍ଗ ଚଳାନ୍ତି।